ए किछि दिन आगରୁ ମୁଁ ଗୋଟେ ନାଲି ରଙ୍ଗର ଲଗେଇଥିନି ଫ୍ଲେମ୍ ଭାଓଲେଟ୍ ଗଛ ଯୋଉଟାକି ହେଉଛି ଆମର ପୁରାପୁରି ଟେକମା ଭେରାଇଟି ଆସିବ। ତ ଏଇଟା ଗୋଟେ କଟିଂରୁ ହିଁ ଗ୍ରୋ ହେଇଥାଏ, ପତ୍ରରୁ ବି ଜର୍ମିନେଟ୍ ହେଇଥାଏ ବହୁତ ଜଲ୍ଦି। ତ ଏଇଥିରେ ମୁଁ କିଛି ଯେଉଁ ପ୍ରଥମେ ସ୍ୱାମୀ ଆଣିକି ପହଞ୍ଚେଇଥିଲେ ନାଲି ରଙ୍ଗର, ତ ସେଇଟା ଗୋଟେ ଡାଳ ବି ପୋତିଥିନି ଆଉ ତା ସେଥିରେ କିଛି ଦୁଇଟା ପତ୍ର ବାହାର କରିକି ତାକୁ ବି ମଧ୍ୟ ଟୁଙ୍କିକି ପୋତିଥିନି। ପତ୍ର ବି କଞ୍ଚା ଅଛି ଆଉ ବହୁତ ବଢ଼ିଆ ସେ ଲାଗିଯାଇଛି, କିନ୍ତୁ ଯେଉଁ କଟିଂଟା ଆଣିଥିଲେ ସେଇଟା ବି ମଧ୍ୟ ବଢ଼ିଆ ସେ ଲାଗିଛି। ଆଉ ଏଇ ଯେଉଁ କଟିଂ ଗୁଡ଼ାକ ଆଜି ଆସିଛି ନା, ଏଗୁଡ଼ାକ ସେଇ ଭେରାଇଟି, କିନ୍ତୁ ୟାର ରଙ୍ଗଟା ଟିକେ ଅଲଗା ଆସିବ। ପୂର୍ବରୁ ଲଗେଇଥିବା ଗଛଟା ହେଉଛି ମୋର ନାଲି ରଙ୍ଗ, ଆଜିର ଯେଉଁ ଡାଳଟା ସେଇଟା ହେଉଛି ମୋର ଧଳା ରଙ୍ଗ। ତ ପତ୍ର ଦେଖିବାଟେ କାଫି ବଢ଼ିଆ ସେ ଗ୍ରୋଥ୍ କଲାଣି ଆଉ ବହୁତ ଭଲ ଦେଖାଯାଉଛି ପତ୍ର ଗୁଡ଼ାକ। ମୋତେ ଏଇ ଗଛର ଫୁଲ ଠାରୁ ପତ୍ରଟା ବହୁତ ସୁନ୍ଦର ଦେଖିବାକୁ। ଏଇଟା ଯେହେତୁ ଗୋଟେ କଲ୍ୟାଞ୍ଚ ଭେରାଇଟି ଭଳିଆ ଗୋଟେ ପର୍ମାନେଣ୍ଟ ପ୍ଲାଣ୍ଟ, ତ ସେଥିପାଇଁ ହ୍ୟାଙ୍ଗିଂ ପଟ୍ରେ ବା ହ୍ୟାଙ୍ଗିଂ ବାସ୍କେଟ୍ରେ ଲଗେଇଲେ ବହୁତ ହି ସୁନ୍ଦର ଲାଗେ, ଡେକୋରେଟିଭ୍ ପ୍ଲାଣ୍ଟ ଭଳିଆ। ତ ଘର ସାଜସଜ୍ଜାରେ ବି ମଧ୍ୟ ବ୍ୟବହାର କରିହେବ। ଆଉ ଏଇଟା ହେଉଛି ଇନଡୋର୍ ଆଉଟଡୋର୍ ସବୁଠି ବ୍ୟବହାର କରିପାରିବେ, ଯେମିତି ସବୁଠି ରଖିପାରିବେ, ସବୁଠି ବଢ଼ିଆ ଗ୍ରୋ କରିବ ଆଉ ପିଓର ଅକ୍ସିଜେନ୍ ମଧ୍ୟ ଯୋଗାଇବ। ତ ସେଇଥିପାଇଁ ଏସବୁ ଭଲ ଗୁଣ ଦେଖିକି ମୋତେ ଏଇ ଗଛଟା ବହୁତ ପସନ୍ଦ ଆସିଯାଇଛି। ଖାସ୍ କରି ମୋତେ ତା'ର ପତ୍ରର ସୁନ୍ଦରତା ହିଁ ମୋତେ ବହୁତ ଭଲ ଲାଗୁଛି। ତ ଏଇଟା ହେଉଛି ଆଜି ଯେଉଁ ଧଳା ରଙ୍ଗର ଲଗେଇଛି, ସେଇଟା ହେଉଛି ଗୋଟେ କଟିଂରୁ ଗ୍ରୋ କରିବି। ତ ଏଇଟା ଡାଳ ପାଖରେ ଦେଖିପାରୁଥିବେ କେତେ ବଢ଼ିଆ ସେ ସବୁ ଚେର ବାହାରିଛି। ମୁଁ ଆପଣଙ୍କୁ ଦେଖାଉଛି, କ୍ଲିୟର ଦେଖନ୍ତୁ। ତ ଏଇଠି ସବୁ ଚେର ପୁରା ବଢ଼ିଆ ସେ ବାହାରିଛି। ଯେଉଁ ନର୍ସରୀରେ ସବୁ ଲଗା ହେଇଥିଲା ନା, ତ ନର୍ସରୀରେ କ'ଣ ହୁଏ, ସେମାନେ କିଛି କୁଣ୍ଡରେ ସବୁ ହ୍ୟାଙ୍ଗିଂ ପଟ୍ରେ ବି ଲଗାନ୍ତି ଆଉ କେହି କେହି ତଳେ ବି ଲଗାନ୍ତି। ତଳେ କାହିଁକିନା ଏଇଟା ବହୁତ ମାତେ, ଯେମିତିକି ଆମର କିଛି ଲଟା ଜାତୀୟ ଭେରାଇଟି ଯେମିତି ଥାଏ ନା, ଯେମିତି ପୁରା ମାତେ ପ୍ରବଳ। ତ ଏଟା ବି ମଧ୍ୟ ମାଟିକୁ ଭିଡ଼ି ଧରିକିରି ପୁରା ବଢ଼ିଆ ସେ ମାତେ ଆଉ ଫୁଲ ବି ସେମିତି ବହୁତ ସାରା ଫୁଟେ। ତ କିଛି ନର୍ସରୀରୁ ମୁଁ ଆଜି ମାଗିକି ଆଣିଛି, ଯେମିତିକା ହେଉଛି 10 ଟଙ୍କା ତା ପାଇଁ ଦେବାକୁ ପଡ଼ିଲା। ଗୋଟେ ବଡ଼ ଲତାରେ ଦେଇଛନ୍ତି। ତ ହେଉଛି ସେଇ ଲଟା ଭିତରୁ ମୋର ବୋଧହୁଏ 8ଟା ଗଛ ହେଇଯିବ। ତ 10 ଟଙ୍କା ପଡ଼ିଥିଲା ଏଇ ଗଛଟା। ତ ଗଛ ତ ନୁହଁ, ଡାଳ। ତ ଗଛ ଆଣିଥିଲେ ବୋଧହୁଏ କାଫି ଅଧିକା ଫୁଟିଥାନ୍ତା, କିନ୍ତୁ ମୋର ଏଡ଼େ ବଡ଼ ଗଛ କିଛି ଦରକାର ନାହିଁ, ଯେହେତୁ ୟାର ଗୋଟେ ପୂର୍ବରୁ ଗୋଟେ କଲେକ୍ସନ୍ ଲଗେଇଛି। ତ ଏତେ ଗଛ ଦରକାର ନାହିଁ, ଡାଳ ହେଲେ ଲାଗିଯିବ ଆରାମସେ। ମାତ୍ର 10 ଦିନ ଭିତରେ ଇଏ ବଢ଼ିଆ ସେ ଲାଗିଯିବ। ଆଉ ଏଇଟା ଗୋଟେ ଶୀତ ଦିନିଆ ଫୁଲ ଗଛଟେ, ଶୀତ ଦିନ ହେବ ମାନେ ଫୁଲ ଫୁଟିବା ଆରମ୍ଭ ହେଇଯିବ। ତ ଏବେଠୁ ବି କିଛି ଗଛ ଯେଉଁମାନେ ପୁରୁଣା କିଛି ଗଛ ୟାର ରଖିଥାନ୍ତି ନା, ତ ତାଙ୍କର ଏବେଠୁ ହିଁ ଫୁଲ ପ୍ରାୟ ଫୁଟି ସାରିବଣି। ଯେଉଁ ଭାଇ ଭଉଣୀମାନେ ନୂଆ ନୂଆ ଗାର୍ଡ଼େନିଂ କରୁଛନ୍ତି କିମ୍ବା ଗାର୍ଡ଼େନ୍ ପୁରା ଫାଙ୍କା ଫାଙ୍କା ଲାଗୁଛି, କାହିଁକିନା ଆମେ ଯେହେତୁ ସିଜନାରୀ ପ୍ଲାଣ୍ଟ ଲଗାନ୍ତି, ସିଜନ୍ ଗଲା ପରେ ସେ ଗଛ ହେଉଛି କ'ଣ କହିଲେ ସବୁ ନଷ୍ଟ ହେବାକୁ ଲାଗେ ଆଉ ଗାର୍ଡ଼େନ୍ଟା ପୁରା ଫାଙ୍କା ଫାଙ୍କା ଲାଗେ। ତ ଏମିତି କିଛି ବି ମଧ୍ୟ ପର୍ମାନେଣ୍ଟ ପ୍ଲାଣ୍ଟ ଆଡ଼୍ କରନ୍ତୁ ଆପଣଙ୍କ ଗାର୍ଡ଼େନ୍ରେ, ଦେଖିବାକୁ ଖୁବ୍ ସୁନ୍ଦର ଲାଗିବ। ଆଉ ଆପଣଙ୍କ ଗାର୍ଡ଼େନ୍ରେ ବର୍ଷକ 12 ମାସ ଗଛଟା ରହିଥିବ ଆଉ ଗଛର ପତ୍ର ହିଁ ଆପଣଙ୍କ ବଗିଚାକୁ ସୁନ୍ଦରତାରେ ଭରିଦେବ। ଫୁଲ ତ ସିଜନ୍ ଅନୁସାରେ ଫୁଟିବ, କିନ୍ତୁ ପତ୍ର ହିଁ ଆପଣଙ୍କୁ ସବୁବେଳେ ସୁନ୍ଦର ଲାଗିବ, ଦେଖିବା ପାଇଁ ବାରମ୍ବାର ଇଚ୍ଛା ହେବ। ମୋତେ ତ ବହୁତ ଭଲ ଲାଗେ। ଆପଣମାନଙ୍କୁ ଏଇ ଗଛ ଭଲ ଲାଗେ କି ନାହିଁ କହିବେ। ତ ମୁଁ ଏଠି ହାଲକା ପାଣି ଦେଇଦେଇଛି। ଆପଣମାନଙ୍କୁ ମୋ ଭିଡ଼ିଓ କେମିତି ଲାଗେ କହିବେ। ଭଲ ହେଇଥିଲେ ଲାଇକ୍ କରିଦେବେ। ବାଏ।